କେଉଁପରି ଦେଖାଯାଉଛନ୍ତି ଏଇ ଯୋଉ ଆମର ଦିଲ୍ଲୀ ମାର୍କେଟ ପାଖରେ ଯୋଉ ବ୍ୟୁଟିଫିକେସନ ହେଇଛି ବା ସୌନ୍ଦର୍ଯ୍ୟକରଣ ହେଇଛି ସେଇ ପାଖରେ ଯୋଉ ମୋଚି ମାନେ ଅଛନ୍ତି ଛିଣ୍ଡା ଚପଲ ଜୋତା ସିଲେଇ କରନ୍ତି ମତେ ଲାଗୁଛି ଆପଣ ସବୁ ସେଇ ଆଖି ଆଇ ଖରାପ ହେଲାଣି ବେକରେ ମାଳି ରୁଦ୍ରାକ୍ଷ କପାଳେ ଚନ୍ଦନ ଚିନ୍ତା ଏସବୁ ଦେଖିକି ତ ମୁଚି ଭଳିଆ ଲାଗୁଛି କିଏ ମୁଚି ଭଳିଆ ଲାଗୁଛି ଆମେ ତମକୁ ହଁ ତ ଆମେ ହଉଛୁ ମାଳି 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 ଏଇ ଯୋଉ ବିଭିନ୍ନ ପ୍ରକାର ସରକାରୀ ବଙ୍ଗଳା ମାନଙ୍କରେ ଯୋଉ ବିଭିନ୍ନ ପ୍ରକାରର ଫୁଲ ଗଛ ଲାଗିଥାଏ ତାକୁ ଯତ୍ନ ନେବା କୋଡାକୋଷା କରିବା ପାଣି ଦେବା ଘାସ ବାଛିବା ଇତ୍ୟାଦି ଇତ୍ୟାଦି ହେଲେ ସେ ବଗିଚାର ମାଳି ନା ଆଉ କାହାର ମାଳି ଜାଣିପାରୁନ କନ୍ଧମାଳ ବିଖ୍ୟାତ ଲୋକନାଥ ମନ୍ଦିର ପୂଜକ ସନ୍ତୋଷ କୁମାର ମହାପାତ୍ର ସନ୍ତୁ ମାଳି ଘର ଆଚ୍ଛା ଆଚ୍ଛା ଲୋକନାଥ ମନ୍ଦିରର ପୂଜକ ସନ୍ତୋଷ କୁମାର ମହାପାତ୍ର ମାଳି ଆଚ୍ଛା ଆପଣ ଦିହେଁ ସନ୍ତୁ ନା ଆପଣଙ୍କ ମଧ୍ୟରୁ ଜଣେ ସନ୍ତୁ ଆଉ ଜଣେ କି ଆମେ ସନ୍ତୁ ନାହିଁ ସନ୍ତୁ ମାଳି ହରସୁରୁ ଆମେ ଆସୁ ତାଙ୍କ ବଂଶରୁ ଆସୁ ନା ଆଉ ବୋଲେ ବାପା ନାକୁ ନେଇ କେବେ ବଞ୍ଚିବୁ ନା ଆଉ ଆଚ୍ଛା ଆଚ୍ଛା ଆମେ ସନ୍ତୁ ମାଳି ହେଇଯିବ କି ଆଚ୍ଛା 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 ହେଲେ ଯଦି ଆପଣ ସନ୍ତୋଷ କୁମାର ମହାପାତ୍ର ମାଳିକୁ ଅନୁକରଣ କରୁଛନ୍ତି ଆଚ୍ଛା ଆଚ୍ଛା ମୁଁ ଜାଣିବାକୁ ପ୍ରୟାସ କରିବି ଆପଣ ଯଦି ସେଇ ବଂଶର ସେଇ ଔରସର ତାହେଲେ ସନ୍ତୁମାଳି କଣ ସବୁ କରନ୍ତି ଲୋକଙ୍କର ମଙ୍ଗଳ ପାଇଁ ବା ଜନହିତ ପାଇଁ କଣ ସବୁ କରନ୍ତି ତାରି ବିଷୟରେ କିଛି ଅଭିଜ୍ଞତା ଅଛି କହିଲେ ଦେଖି ପଚାରିଲେ କାହାର କଣ ହଜିଛି କି ସେ ପଚାରିଲେ ପଚାର କାହାର କଣ ହଜିଥିବ ମାସି କାହାର କଣ ହଜିଛି କିଛି ହଜିନି ନାଇଁ ହଜିବା ଲାଗୁଛି ଆଖି ଦିନ ଦେଖିକି ଜାଣିପାରୁନ ବୟଫ୍ରେଣ୍ଡ ହଜିଛି ପରା ମତେ ପଚାରୁନ କହୁନାହାନ୍ତି ମତେ ପଚାର ଆଜ୍ଞା କଣ ହଜିଛି ଆପଣଙ୍କର ମୋର ହଜିଛି କଣ ହଜିଛି କଣ ହଜିଛି ଏଇଟା ଅନ ଏଇଠି ମୋର ବିବାହିତ ପତ୍ନୀ ଆଚ୍ଛା ହଜି ଯାଇଛି ଟେନସନ ନାହିଁ ଆମେ ଆଇଛୁ ବୋଲେ ଆପଣଙ୍କୁ ସବୁ ଠିକ କରିକି ଯିବୁ ଘରକୁ କଣ କଣ ଆବଶ୍ୟକ କହିଲେ କହିବି ନା ଶୁଣ ଧୂପ କଦଳିଆର ଦେଖିବି ନଖତ କର ଦେଖିବି ନଖତ କର ଭଲ ମନ୍ଦ କହିଦେବି ରେ ଭଲ ମନ୍ଦ କହିଦେବି ନଖରେ ଲଗାଇ କାଳି କହିଲୁ ସତୁ ମାଳି ଆଜି ଆମ ପୂଜା ପାଳି କହିଲୁ ସତୁ ମାଳି ସମ୍ବନ୍ଧରେ ଜାଣିବା ପାଇଁ ଏ ନଖ ଦର୍ପଣ ବା ନଖରେ କାଳି ଲଗେଇକି ସବୁ ଯାକ ଦେଖିଥାନ୍ତି ସିଏ ଆଚ୍ଛା ଆଉ କଣ କରିଥାନ୍ତି ପାର୍ବତୀ ବ୍ୟତୀତ ଲୋକଙ୍କର ସେବାଇତେ ତୁମାରେ ଆଜି ଆମ ପୂଜା ପାଳି କହିଲୁ ତୁମାରେ ଶିବ ପାର୍ବତୀଙ୍କର ପୂଜାର୍ଚ୍ଚନା କରିବା ସହିତ ଆଚ୍ଛା ଏ ଜନସାଧାରଣଙ୍କର ମଙ୍ଗଳ ନିମିତ୍ତ
କାହାକୁ ଯଦି ଭୂତ ପ୍ରେତ ଡାହାଣୀ ପିଶାଚି ଲାଗିଥାଏ ତାହେଲେ ତାକୁ ସୂତା ବାନ୍ଧିକି ବୋଧା ବି ବଳି ଦେଖାଅ ଆଉ। ବୋଧା ବି ବଳି ଦେଇକିରି ସେ ଭୂତ ପ୍ରେତକୁ ପଇଠ କରିଥାନ୍ତି। ଆଚ୍ଛା। ଆଚ୍ଛା ତାପରେ ଆଉ କଣ ଆହୁରି କରିବେ? ଅଛି। ହେଇ ପଞ୍ଚାକ୍ଷର ମନ୍ତ୍ର ଛାଡ଼ି ପଡ଼ୁଅଛି ମୋ ଗାରେ ପଡ଼ୁଅଛି ମୋ ଗାରେ ତାହେଲେ ଆପଣ କେବଳ ପଞ୍ଚାକ୍ଷର ମନ୍ତ୍ରରେ ସୀମିତ ନୁହ, ହେଲେ କାହାକୁ ଯଦି ସାପ କାମୁଡ଼ିଥାଏ, ବିଛା କାମୁଡ଼ିଥାଏ, ଆଚ୍ଛା। କୌଣସି ବିଷଧର ଜୀବ କାମୁଡ଼ିଥାନ୍ତି, ହେଲେ ତାଙ୍କୁ ଝଡ଼ା ଫୁଙ୍କା କରିବା ପାଇଁ ଗାରେଡ଼ି ମନ୍ତ୍ର ମଧ୍ୟ ପଢ଼ିଥାନ୍ତି। ବହୁତ ସୁନ୍ଦର। ତାହେଲେ ଆଉ କଣ ଅଛି? ଅଛି। ଆଉ ନବଜାତ ପିଲା ଯଦି ଗୋଡ଼ ଥାନ୍ଦୁଥିବ ଅଛି ଆଉ ଯାହା ପରିବାରରେ ନୂଆକିରି ଛୁଆ ଜନ୍ମ ହେଇଥିବ, ଆଚ୍ଛା। ସେ ନବଜାତ ଛୁଆ ଯଦି ଗୋଡ଼ ଛନ୍ଦୁଥିବ, ହାତ ଛନ୍ଦୁଥିବ, ତାକୁ ମଧ୍ୟ ପ୍ରତିକାର କରନ୍ତି। ହେଲେ କେମିତି? ପିଲା ଗୋଡ଼ ଛନ୍ଦୁଥିଲେ ମୋ ପାଖକୁ ଆଣ ବୋଲି, ମୋ ପାଖକୁ ଆଣ ବୋଲି। ଏଇଭଳି ସବୁ କାର୍ଯ୍ୟକ୍ରମ କରିଥାନ୍ତି ଆପଣମାନେ। ଆଚ୍ଛା। ଯାହା ହଉ ସନ୍ତୋଷ କୁମାର ମହାପାତ୍ରଙ୍କୁ ଆପଣ କିଛି ଅନୁକରଣ କରିଛନ୍ତି, ତାଙ୍କ ନାଁଟା ବଜାୟ ରଖିବା ପାଇଁ ପ୍ରଚେଷ୍ଟା ମଧ୍ୟ କରିଛନ୍ତି, ସେଇଥିପାଇଁ ତଥାପି ମୁଁ ଜାଣିବାକୁ ଚାହିଁବି ଆପଣମାନେ କୁଆଡେ ଭାଇ କଣ ହେଲା କହୁନାହାନ୍ତି? ମଣିଷ ଦିଟା ଠିଆ କରିଦେଇଛ ଆଉ କଣ ଆଉ ଶିବ ପାର୍ବତୀ ବୋଲି କହିଲେ କିସ ଆମେ ବୁଝିବୁ କି? ଆଚ୍ଛା 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 ଆପଣ ନିତ୍ୟ ପ୍ରତ୍ୟହ ଆଚ୍ଛା। ଲିଙ୍ଗକୁ ପୂଜା କରି ଆସିଥିଲେ। ଆମେ ତ ଲିଙ୍ଗ ପୂଜା କରିବା ଲୋକ ଆଉ ଆପଣ ସାକାର ରୂପର ଶିବ ପାର୍ବତୀଙ୍କର କେବେ ପୂଜା ଅର୍ଚ୍ଚନା କରି ନାହିଁ, କେବେ କରିନୁ। ତେଣୁ ଏ ଚୈତ୍ର ମାସରେ ଆଚ୍ଛା। 17 ଦିନ 13 ଦିନ ବା 21 ଦିନ ବ୍ୟାପୀ ଶିବ ଏବଂ ପାର୍ବତୀ ସାକାର ରୂପରେ ବିଦ୍ୟମାନ କରି ସମସ୍ତ ଜନସାଧାରଣଙ୍କୁ, ସମସ୍ତ ଭକ୍ତ ବତ୍ସଳ ମାନଙ୍କୁ ଦର୍ଶନ ଦେଇ ମୁକ୍ତି କରିବା ପାଇଁ ସ୍ଥାନେ ସ୍ଥାନେ ବିରାଜମାନ କରିଥାନ୍ତି। ଆଜି ଏହି ସ୍ଥାନରେ ବିରାଜମାନ କରିଛନ୍ତି, ତେଣୁ ତାଙ୍କର ପୂଜାର୍ଚ୍ଚନା ଯଥାଶୀଘ୍ର କରନ୍ତୁ। ଜଲ୍ଦି କରି ପଳେଇବ ଆଉ। ବାବୁ ଶିମ୍ବିଲି ଫୁଲ 50 ପତ୍ର ଆଣିଛି କିଏ? ଶିମୁଳି ଫୁଲ। ଆଚ୍ଛା। ଶିମ୍ବିଳି ଆରେ ମନ୍ଦାର ଫୁଲ ଯେମିତି ଲାଲ, ଶିମ୍ବିଲି ଫୁଲ ବି ଲାଲ। ଓ ଗୋଲାପ ଫୁଲ, ମନ୍ଦାର ଫୁଲ ଯେମିତି ଲାଲ, ସେଟା ବି ସେମିତି ଲାଲ। ପଳାଶ ପଳାଶ ପତ୍ର ବୋଇଲେ ବେଲ ପତ୍ର 3 କେନିଆ ହେଲେ ପଳାଶ ପତ୍ର 3 କେନିଆ। ଆଚ୍ଛା ବେଲ ପତ୍ର ଟିକେ ମିଳିବାକୁ ଦୂର ହଉଛି ବୋଲି ପଳାଶ ପତ୍ରରେ କାମ ଚଳିବାକୁ ପଡୁଛି। ଭଲ ମାଳି। ହଁ ଆଉ କଣ ଠିକ କରିବା? ଅଛି। ଆରେ ମନ୍ତ୍ରଟା ପଢରେ। ହଁ। ପଞ୍ଚାନନ ଦଶନ ଧର୍ମ ମାର୍ଜନ ଦଶନ